ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ ପଡ଼ି ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ହାଡ଼ବନ୍ଧପୁର ସାହିରେ ମାଟି କାନ୍ଥ ପଡ଼ି ପରମେଶ୍ୱର ଦେହୁରୀ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ ସେ ଘରେ ଶୋଇଥିବା ସମୟରେ ଘଟିଛି ଅଘଟଣ। ତୁରନ୍ତ ଘଟଣାର ତଦନ୍ତ କରି ତାଙ୍କୁ ସହାୟତା ଯୋଗାଇ ଦେବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି। ଛତାଟା ତ ଖୋଜି ନେଇ କାନ୍ଥଟା ଯାହା ଲୋକ ପଇଲା ସେଇଠି ସମସ୍ତେ ଚାପିଗଲା ଯେମିତି ଆମେ ହାଉଳି ଖାଇନୁ। ପିଲାମାନେ ଦୌଡ଼ିକି ଆସିକିରି ସବୁ ଖୋଲିଲେ, ସବୁବେଳେ ଡିଅ ମାରିକି ଗୋଡ଼ ତ ଟେକି ହଉନି। ନେଇଥିଲୁ ଏଇ ମେଡିକାଲ ନେଇଥିଲୁ। ମେଡିକାଲରୁ ସେଠୁ ସିଏ ଘରକୁ ପଠେଇଦେଲେ। ଆଉ ମାଟି ଘର ଅଛି, ଆମକୁ ଘର ଦେଇନାହାନ୍ତି। ଘର ଆମକୁ ମିଳିନି। ତାକୁ ମେଡିକାଲ ନେଇଛନ୍ତି। ଆମେ ଯାଇକି ମେଡିକାଲ ପହଞ୍ଚିଲା ବେଳକୁ ଡକ୍ଟର ତାଙ୍କୁ ଆନନ୍ଦପୁର ଫରୱାର୍ଡ କରୁଛନ୍ତି। ଆଉ ଯେହେତୁ ଅତ୍ୟଧିକ ରାତି ହେଇଗଲା, ଆଉ ତାକୁ ଆନନ୍ଦପୁର ନେଇପାରିଲୁନି। ସେଥିପାଇଁ ଘରକୁ ନେଇ ଆସିଲୁ। ତା ଦିଟାଙ୍କ ଗୋଡ଼ ପୁରା ଫ୍ରାକ୍ଚର ହେଇକି ଅଛି। ସେ ଯେହେତୁ ଗରିବ ଲୋକ, ତା କତିରେ ପଇସା ପତ୍ର ଅର୍ଥର ବହୁତ ଅଭାବ ଅଛି। ସେଥିପାଇଁ ଆମେ ପ୍ରଶାସନ ଅନୁରୋଧ କରୁଛୁ ଯେ ତାର ଯେଉଁ ବହୁତ ଗରିବ ଲୋକ, ତାର ଗୋଟେ ଆବାସ ଯୋଜନାରେ ଗୋଟେ ଘର ତାର ନିହାତି ଦରକାର।